ଅନେଶତ ଦୋଷୀ ପଛେ ଖସି ଯାଆନ୍ତୁ କିନ୍ତୁ ଗୋଟେ ଜଣେ ନିର୍ଦ୍ଦୋଷ କେମିତି ଦଣ୍ଡ ନ ପାଉ। ତେଣୁ ଏ ଆଇଡେଣ୍ଟିଫିକେସନ୍ ପ୍ରକ୍ରିୟାଟା ଟିକେ ଡିଫିକଲ୍ଟ, ଏଟା ଟାଇମ୍ ଟେକିଂ ପ୍ରୋସେସ୍। କିନ୍ତୁ ପ୍ରକ୍ରିୟା ଆମେ ଆରମ୍ଭ କରିଛୁ, ଯେଉଁଟାକି ଗଲା ସରକାର 24 ବର୍ଷ ଧରିକି ସେମାନଙ୍କୁ ସେଲ୍ଟର ଦେଉଥିଲେ, ଆମେ ତାଙ୍କୁ ରିମୁଭାଲ୍ ଆରମ୍ଭ କରିଛୁ। ଏବଂ ଆପଣ ଦେଖିବେ ଆଗାମୀ ଦିନରେ ଇଏ ଆହୁରି ସ୍ପିଡ୍ ଅପ୍ ହେବ ଏବଂ ଯେତେ ଯେତେ ଅଛନ୍ତି ସମସ୍ତଙ୍କୁ ବାଛି ବାଛିକି ଆମେ ତାଙ୍କୁ ବିଦା କରିବାରେ ମାନେ ସଫଳ ହେବୁ। ତେଣୁ ସେ ପ୍ରକ୍ରିୟାରେ ତ ପ୍ରକ୍ରିୟା ଚାଲିଛି, ଆପଣ ତ ଚାରିଆଡ଼େ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଆପଣ ଲୋକାଲର ଯେତେ ସବୁ ନ୍ୟୁଜ୍ ଅଛି ସେମାନେ ସବୁ ଦେଖାଉଛନ୍ତି। ତେଣୁ ଏଥିରେ ଆପଣମାନେ କିଛି ମାନେ ବ୍ୟତିବ୍ୟସ୍ତ ହୁଅନ୍ତୁନି ଯେ ଆମେ କାହାକୁ ଛାଡ଼ିଦେବୁ, କିନ୍ତୁ ସମସ୍ତ ମାନେ ଅନୁପ୍ରବେଶକାରୀ ମାନେ ସେମାନେ ନିଶ୍ଚିତ ଚିହ୍ନିତ ହେବେ ଏବଂ ତାଙ୍କୁ ବାହାର କରାଯିବ। ଦେଖନ୍ତୁ ଆମେ ସବୁବେଳେ ଶୁଣି ଆସୁଛୁ ଯେ ବାଂଲାଦେଶୀ ମାନେ ହେଉଛନ୍ତି ଓଡ଼ିଶା ପାଇଁ ସମଗ୍ର ଭାରତବର୍ଷ ପାଇଁ ଇଏ ବିପଦ। ସେମାନେ ବେଆଇନ ଭାବରେ ପଶି ଆସୁଛନ୍ତି, ସେମାନଙ୍କ ଜରିଆରେ ନିଶା କାରବାର ହେଉଛି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ମଧ୍ୟ ବାଂଲାଦେଶୀମାନଙ୍କ ଜରିଆରେ ହେଉଛି। ବିଶେଷ କରି ଏ ସରକାର ଆସିବା ପରଠୁ ସେ କହିଥିଲେ ଯେ ଷ୍ଟ୍ରିଞ୍ଜେଣ୍ଟ ଆକ୍ସନ୍ ନିଆଯିବ, ବାଂଲାଦେଶୀମାନଙ୍କୁ ଚିହ୍ନଟ କରାଯିବ, ତାଙ୍କୁ ତଡ଼ିପାର କରାଯିବ। ପୂର୍ବ ସରକାର କିଛି କରୁନଥିଲେ, ଏ କଥା ସବୁ କହିଥିଲେ। ତେଣୁ ମୁଁ ଗୋଟେ ପ୍ରଶ୍ନ ପଚାରିଥିଲି ବିଧାନସଭାରେ ଯେ ଏ ସରକାର ଆସିବା ପରଠୁ ବାଂଲାଦେଶୀମାନଙ୍କୁ କେତେ ଚିହ୍ନଟ କରାଯାଇଛି ଓଡ଼ିଶାରେ ଏବଂ କେତେ ତଡ଼ିପାର କରାଯାଇଛି। ଉତ୍ତର ଯାହା ଆସିଛି ଆପଣ ଶୁଣିଲେ ହସିବେ ଯେ ମାତ୍ର 51 ଜଣ ବାଂଲାଦେଶୀକୁ ଚିହ୍ନଟ କରାଯାଇଛି ଆଉ 49 ଜଣକୁ ତଡ଼ିପାର କରାଯାଇଛି। ଅର୍ଥାତ୍ ଏ ସରକାର ଖାଲି କଥାରେ ବଡ଼ ବଡ଼ କଥା କହୁଛନ୍ତି, ବାଂଲାଦେଶୀକୁ ବିଦା କର, ବାଂଲାଦେଶୀ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି, କେଉଁଠି ପିଟାମରା କଲେଣି, ଆଇନକୁ ହାତକୁ ନେଉଛନ୍ତି। ଯଥେଷ୍ଟ ପରିମାଣରେ ସୁବିଧା ସୁଯୋଗ ନଥିବାରୁ, ବୋଟ୍ ନଥିବାରୁ, ଯଥେଷ୍ଟ ପରିମାଣରେ ପୋଲିସ ନଥିବାରୁ, ଯଥେଷ୍ଟ ପରିମାଣରେ କର୍ମଚାରୀ ନଥିବାରୁ, ଯଦି ଯେଉଁ ବୋଟ୍ ବି ଅଛି ସେ ଅଚଳ ହୋଇ ପଡ଼ିଥିବାରୁ ଆଜି ତଟରକ୍ଷୀ ବା ସମୁଦ୍ର ତଟ ଅଞ୍ଚଳ ଅସୁରକ୍ଷିତ ପରି ମନେ ହେଉଛି। ତେଣୁ ପୂର୍ବ ସରକାର ଏ କଥାକୁ ଗୁରୁତ୍ୱ ନ ଦେଇଥିବା ଯୋଗୁଁ ଏବେକାର ସରକାର କେବଳ କଥାରେ କଥାରେ ସେ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଚାହୁଁଛନ୍ତି। ପ୍ରକୃତରେ ପରିମାଣ କେତେ କିମ୍ବା ଲୋକଙ୍କୁ ଭୁଲ ତଥ୍ୟ ଦିଆଯାଉଛି ତାକୁ ସରକାର ଯଦି ସ୍ପଷ୍ଟୀକରଣ ଦିଅନ୍ତେ ତେବେ ସେ ତଥ୍ୟ ଆଗକୁ ଆସନ୍ତା। ତେଣୁ ଏବେ ଆମେ ଯାହା ଅନୁଭବ କରୁଛୁ, ନିଶ୍ଚିତ ଥାଇପାରନ୍ତି କିଛି ବାଂଲାଦେଶୀ ଥାଇପାରନ୍ତି, କିନ୍ତୁ ସମ୍ପୂର୍ଣ୍ଣ ରୂପେ ଯେଉଁ ସେ ହିସାବରେ କହୁଛନ୍ତି ସେହି ହିସାବରେ ଏତେ ବାଂଲାଦେଶୀ ବର୍ତ୍ତମାନ ଆମ ଓଡ଼ିଶା ଭିତରେ ଅଛନ୍ତି ବୋଲି ଆମେ କେବେ ଅନୁଭବ କରିନାହୁଁ। ଯଦି ଥାଆନ୍ତି ତାଙ୍କୁ ପ୍ରକୃତରେ ଚିହ୍ନଟ କରାଯାଉ ଏବଂ ତାଙ୍କ ଦେଶକୁ ପଠାଇବାର ବ୍ୟବସ୍ଥା ମଧ୍ୟ କରିଦିଆଯାଉ।